ମାଲକାନଗିରି ଜିଲ୍ଲା ପଡ଼ିଆ ଥାନା ଅନ୍ତର୍ଗତ ସିଲକୋଟା ଜଙ୍ଗଲରୁ ବିଏସ୍ଏଫ୍ ଯବାନଙ୍କ ଦ୍ୱାରା ମାଓ ସାମଗ୍ରୀ ଜବତ ହୋଇଛି। ତଥ୍ୟ ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ ଓ ବିଏସ୍ଏଫ୍ର 2ୟ ବାଟାଲିୟନ ଯବାନମାନେ ସିଲାକୋଟା ଜଙ୍ଗଲ ଅଭିମୁଖେ ସର୍ଚ୍ଚ ଅପରେସନରେ ବାହାରିଥିଲେ। ସିଲାକୋଟା ଜଙ୍ଗଲର 4ଟି ସ୍ଥାନରେ ଏହି ମାଓ ସାମଗ୍ରୀ ଥିବା ଠାବ କରିଥିଲେ। ଉକ୍ତ 4ଟି ସ୍ଥାନ ମଧ୍ୟରୁ 3ଟି ସ୍ଥାନରେ ପଥର ଗୁମ୍ଫା ମଧ୍ୟରୁ ଜବତ କରାଯାଇଥିବା ବେଳେ ଉକ୍ତ ଗୁମ୍ଫାଠାରୁ 50 ମିଟର ଦୂର 2ଟି ଗଛ ମଧ୍ୟରେ ଥିବା ଖାଲି ସ୍ଥଳରେ ମାଟି ତଳେ ସାମଗ୍ରୀ ଜବତ କରାଯାଇଥିଲା। ଜବତ ହୋଇଥିବା ସାମଗ୍ରୀରେ ଗୋଟିଏ ପ୍ରେସର କୁକର ବୋମା, 3ଟି ଇଲେକ୍ଟ୍ରିକ୍ ଡିଟୋନେଟର, 11 ମିଟର ବିଦ୍ୟୁତ ତାର, ଗୋଟିଏ ମୋବାଇଲ ଫୋନ୍, ଗୋଟିଏ ପାୱାର ବ୍ୟାଙ୍କ, 3ଟି MBML ବନ୍ଧୁକ ରହିଥିଲା। ତେବେ ଏକଦା ମାଓବାଦୀଙ୍କ ଗଡ଼ ଭାବେ ପରିଚିତ ଥିବା ପଡ଼ିଆ ଥାନା ଅନ୍ତର୍ଗତ ସିଲକୋଟା ଅଞ୍ଚଳରୁ ଏହି ସମସ୍ତ ସାମଗ୍ରୀ ଜବତ ହୋଇଥିବା ବେଳେ ସେହି ସମୟରେ ମାଓବାଦୀମାନେ ପୁଲିସକୁ ଟାର୍ଗେଟ କରି ଏଠାରେ ଲୁଚାଇ ରଖିଥିବା ଜଣାପଡ଼ିଛି ବୋଲି ମାଲକାନଗିରି SP ବିନୋଦ ପାଟିଲ ହେଚ୍ ସୂଚନା ଦେଇଛନ୍ତି। ମାଲକାନଗିରିରୁ ବାଦଲ ବିଶ୍ୱାଳଙ୍କ ରିପୋର୍ଟ, A1 ଓଡ଼ିଶା।